ନାଇଁ ଦେଖନ୍ତୁ ଏଥର ମୌସୁମୀ ସମୟରେ ବର୍ଷା ମଧ୍ୟ ପ୍ରତ୍ୟେକ ଦିନ ହଉଛି ଏବଂ ଗୋଟିଏ ବର୍ଷ ଥରେ ଅଧେ ବନ୍ୟା ଆସେ କିନ୍ତୁ ବାଲେଶ୍ୱରରେ ତ 5 ଥର ଆସିସାରିଲାଣି। ଏଠି ଯାଜପୁରରେ ମଧ୍ୟ ଏଇଟା ଦ୍ୱିତୀୟ ଥର ହେଲା ତୃତୀୟ ଥର। ତେଣୁ ଏଥର ଯାହା ଆମେ ଦେଖୁଛୁ ପ୍ରକୃତି ମଧ୍ୟ ତାର ଏବନର୍ମାଲ ବିହେଭିୟର ଦେଖୁଛୁ। ସେ କ୍ରମରେ ମୁଁ ଆଜି ଆସିଥିଲି କହୁଥିଲେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଏପଟେ ଯାଜପୁର, ସେପଟେ ସୁନ୍ଦରଗଡ଼ ଏ ଜିଲ୍ଲାମାନଙ୍କ ଭିତରୁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ଯାଜପୁର ଜିଲ୍ଲା ହେଇଛି ଏବଂ ଘାଇ ହେବା ଫଳରେ ଗୁଡ଼ିଏ ଲୋକ ପାଣିର ଘେରରେ ରହିଗଲେ। 5,000ରୁ ଅଧିକ ଲୋକଙ୍କର ମଧ୍ୟ ବିସ୍ଥାପନ କରିକି ସ୍ଥାନାନ୍ତରିତ କରିକି ସେମାନଙ୍କ ପାଇଁ ରିଲିଫ ସେଣ୍ଟର ମାନଙ୍କୁ ବ୍ୟବସ୍ଥା ହେଇଛି ଏବଂ ପାଣି ଧୀରେ ଧୀରେ କମୁଛି। ଆଜି ପାଗଟା ଶୁଖିଲା ଅଛି, କାଲି ମଧ୍ୟ ପାଗ ଶୁଖିଲା ହେବାର ସମ୍ଭାବନା ଅଛି। ଏଠି ଘାଇ ମରାମତି କାମ ପାଇଁ ମଧ୍ୟ ଏଠି ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ବି ଆସିଛନ୍ତି ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମଧ୍ୟ ଏଡିସନାଲ SRC ସେ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି। ଆମେ ଦେଖିବା ପାଇଁ ଆସିଥିଲୁ ଯେ କେତେ ବଡ଼ ଘାଇ ହେଇଛି, କେଉଁ କାରଣରୁ ଘାଇ ହେଲା, ଆଗକୁ ଘାଇ କେମିତି ନହେବ ତାର କ'ଣ ବ୍ୟବସ୍ଥା କରାଯାଇପାରିବ। ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଆମେ 2 ପ୍ରକାର ଖର୍ଚ୍ଚ କରିଥାଉ। ଗୋଟେ ଖର୍ଚ୍ଚ ହେଉଛି ତୁରନ୍ତ ଲୋକମାନଙ୍କୁ ଥଇଥାନ କରିବା ପାଇଁ, ଘର ଏବଂ ଚାଷର କ୍ଷତିପୂରଣ ଦେବା ପାଇଁ ଏବଂ ଦ୍ୱିତୀୟ ହେଉଛି ମିଟିଗେସନ ପାଇଁ, ଭବିଷ୍ୟତରେ ଯେମିତି ଏଭଳିଆ ଆଉ ଗୋଟେ ଘଟଣା ନ ଘଟୁ କେବେ ତାକୁ ଆଖିରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ। ତେଣୁ ଆମେ ଆଜି ଆସିଥିଲୁ। ଏଠି ଚିନିଙ୍ଗା ମଧ୍ୟ ଅଛନ୍ତି ଜଳ ସମ୍ପଦ ବିଭାଗର, ଆଉ ଏଡିସନାଲ SRC ମଧ୍ୟ ଅଛନ୍ତି, ଜିଲ୍ଲାପାଳ ମଧ୍ୟ ଅଛନ୍ତି, ମାନ୍ୟବର ବିଧାୟକମାନେ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି ଏବଂ ମୋର ଦଳର ସହଯୋଗୀମାନେ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି। ଆଜି ଏଠୁ ଦେଖିଲା ପରେ ଯାଇକରି ଆମେ ପୁଣି ସାର୍କିଟ୍ ହାଉସରେ ଜିଲ୍ଲା ଏବଂ ପ୍ରଦେଶର ଯେଉଁମାନେ ଅଧିକାରୀ ଅଛନ୍ତି ତାଙ୍କ ସାଙ୍ଗରେ ବସିବୁ। ପାଣି କମିଲା ଖଣି କେମିତି କାମ ଆରମ୍ଭ ହେବ ଏବଂ ସ୍ୱାଭାବିକ ଭାବରେ ପ୍ରଥମେ ଯେଉଁଟା ଆରମ୍ଭ ହେବ ଅସ୍ଥାୟୀ ଭାବରେ ଆରମ୍ଭ ହେବ। ଏଠି ଜଳ ସମ୍ପଦ ବିଭାଗର ମଧ୍ୟ ଆମର ପାଖରେ ପର୍ଯ୍ୟାପ୍ତ ଧନରାଶି ଅଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ମଧ୍ୟ ଇଏ ମରାମତି କାମ ଏବଂ ସ୍ଥାୟୀ ସମାଧାନ ପାଇଁ ମଧ୍ୟ ଭିତ୍ତିଭୂମି ଦେବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ପଇସା ଆଦୌ ବାଧକ ନୁହଁ। ତ ଆମେ ଏଠୁ ଗଲା ପରେ ଜିଲ୍ଲା ପ୍ରଶାସନ ସାଙ୍ଗରେ ବସିବୁ ଏବଂ ଏଠୁ ଫେରିଲା ପରେ ଆସନ୍ତାକାଲି ଆମେ ବିପର୍ଯ୍ୟୟ ପରିଚାଳନା ବିଭାଗ ସାଙ୍ଗରେ ବସିବୁ, ଜଳ ସମ୍ପଦ ବିଭାଗ ସାଙ୍ଗରେ ବସିବୁ ଏବଂ ୟାର ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିକି ଯେମିତି ଭବିଷ୍ୟତରେ ଏଭଳିଆ ଘାଇ ହେଇକି ଏତେ ଲୋକ ପ୍ରଭାବିତ ନ ହୁଅନ୍ତୁ ତାର ସ୍ଥାୟୀ ନିରାକରଣ କରିବୁ। ରହିଲା ଘାଇ ଫଳରେ ଚାଷ ଜମି ମଧ୍ୟ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହେଇଛି। ସେ ଚାଷ ଜମିର କ୍ଷୟକ୍ଷତିର ମଧ୍ୟ ପାଣି ଟିକେ କମ୍ ହେଲା ପରେ ରାଜସ୍ୱ ବିଭାଗ ତାର ଆକଳନ ଆରମ୍ଭ କରିବ କ୍ଷତିର ପରିମାଣ କେତେ। ଗୁଡ଼ିଏ ଲୋକଙ୍କର ଘର ମଧ୍ୟ କ୍ଷତିଗ୍ରସ୍ତ ହେଇଛି, ଯେଉଁଟା ଆଂଶିକ ହେଇଛି, କେଉଁଟା ସମ୍ପୂର୍ଣ୍ଣ ହେଇଛି, ତାର ମଧ୍ୟ କ୍ଷୟକ୍ଷତି ଆକଳନ କରିବ ରାଜସ୍ୱ ବିଭାଗ ଏବଂ ଆମ ଯେଉଁଦିନ ଜିଲ୍ଲାର ଜିଲ୍ଲାପାଳ ତାଙ୍କର କ୍ଷୟକ୍ଷତିର ରିପୋର୍ଟ ପଠାଇଦେବେ ଆମେ 24 ଘଣ୍ଟା ଭିତରେ ଧନରାଶି ମଧ୍ୟ ତାଙ୍କ ପାଖକୁ ପଠାଇଦେବୁ। ଆଜିକାଲି ଅନଲାଇନରେ ଯେଉଁ ସର୍ଭେ କଲାବେଳକୁ ତାର କ୍ଷତି ହେଇଛି, ତାର ନାଁ କ'ଣ, କେତେ ପରିମାଣର କ୍ଷତି ହେଇଛି ଏବଂ ତାର ପାସବୁକ୍ ଆକାଉଣ୍ଟ ନମ୍ବର କେତେ, ସେସବୁ ଆମେ ସଂଗ୍ରହ କରୁଛୁ, ମୋବାଇଲ ନମ୍ବର ସଂଗ୍ରହ କରୁଛୁ। ଆଜିକାଲି ଫିଜିକାଲି ଘର ଘର ଯାଇକି ଦେବାକୁ ପଡ଼ୁନି, ଗୋଟେ ଷ୍ଟ୍ରୋକ୍ରେ ଆପଣ ସମସ୍ତଙ୍କ ପାଖକୁ କ୍ଷତିପୂରଣ ରାଶି ପହଞ୍ଚିବ। ବିଭାଗର ମଧ୍ୟ ଯେଉଁ କ୍ଷତିପୂରଣ କ୍ଷତି ହେଇଛି ସେଥିରେ PR ଡିପାର୍ଟମେଣ୍ଟର କ୍ଷତି ହେଇଥାଇପାରେ, ଶକ୍ତି ବିଭାଗର କ୍ଷତି ହେଇଥାଇପାରେ ଏବଂ ଜଳ ସମ୍ପଦ ବିଭାଗ ତ ଆପଣ ଏଠି ଦେଖୁଛନ୍ତି। ତେଣୁ ଯେଉଁ ଯେଉଁ ବିଭାଗର ମଧ୍ୟ କ୍ଷତି ହେଇଛି ସେ ବିଭାଗ ମାନଙ୍କୁ ମଧ୍ୟ ମରାମତି କରିବା ପାଇଁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ କ୍ଷତିପୂରଣ ରାଶି ଦେଇଥାଏ। ଆମେ ପ୍ରସ୍ତୁତ ରିପୋର୍ଟ ଆସିଲା କିନ୍ତୁ ଦେଉ। ଆଉ ଏବେ ବି ପରିସ୍ଥିତି ସ୍ୱାଭାବିକ ହେଇନାହିଁ। ଲୋକେ ପାଣି ଘେରରେ ରହନ୍ତୁ ନାହିଁ, ରିଲିଫ ସେଣ୍ଟରକୁ ଆସନ୍ତୁ। ସେଠି ରୋଷେଇ ଖାଦ୍ୟ ସହିତ ପ୍ରାୟ ରାସନର ମଧ୍ୟ ବ୍ୟବସ୍ଥା ଅଛି, ଶିଶୁ ଖାଦ୍ୟର ମଧ୍ୟ ବ୍ୟବସ୍ଥା ଅଛି, ବୟସ୍କ ଲୋକଙ୍କ ଚିକିତ୍ସାର ମଧ୍ୟ ବ୍ୟବସ୍ଥା ଅଛି। ଏଠି ପାଣି କମିଲା ପରେ ସାପର ଉପଦ୍ରବ ଆରମ୍ଭ ହେବ।
साप कामुड़ार मेडिसिन आम रखीचु कि पानी को जातु ना निरापद रुहतु निजे अन्य मान निरापद रखु राज्य सरकार जहाँ जहाँ संपत्ति क्षय क्षतिपूरण कर जीवनटा दे पार तेणु समस्ते सुरक्षित रुहतु पानी कमिया पर्यंत अपेक्षा करूँ जिला प्रशासन को मुझे सारी जे पानी कमिला डिसइनफेक्शन न कले पीवा पानी पीवा योग्य नथो पी पानी पीकर पुणी हइया भलिया रोग न व्यापू ता बाबद काम आरंभ पानी कमिला क्षण डिसइनफेक्शन आरंभ हो आउ जहाँ जहाँ आवश्यक अच्छे राज्य सरकार जाजपुर जिला एवं अन्य जिला जोटा मुझे कहली केन्दुझर मयूरभंज बालेश्वर भद्रक सुंदरगढ़ ये जहाँ जहाँ क्षति आम समस्त क्षतिपूरण घोषणा करूँ जहाँ जहाँ मानवीय सुविधार आवश्यकता अच्छी रिलीफ सेंटर सब आम जोगे दू 8 किलोमीटर नदी किंतु सर प्रति थर बन्या लोक जनजीवन अच्छे मरामती प्रतिकार मुझे स्थायी प्रतिकार मैंने अस्थायी तो पानी कमिला सांगे सांगे किंतु अस्थायीता बेसी दिन रही पुणी आउ गोटे वर्षा जब पलि आसा धोई तेणु स्थायी समाधान दरकार अस्थायी भाव में प्रत्येक वर्ष करने अपेक्षा बेसी खर्च करने अपेक्षा मोर आज दिन तो मोर अध्ययन नहीं दुईटा रास्ता अच्छी गोटे रास्ता हूँ जे समस्यार समाधान भित्तिभूमि तैयारी करवा आउ गोटे रास्ता हूँ कंट्राक्टर पोषापी भित्तिभूमि तैयारी आमर सरकार स्थायी समाधान लोकंर रक्षा कवच होगापी भित्तिभूमि प्रस्तुत कर पूर्व सरकार यदि देखी था मत आज आसपन था देखिले ना बोलते तो आसिले ठीक संपूर्ण विषय तदंत हम जदि ये बाबद मत जो मान अनुभव अच्छी अनुभूति अच्छी जानी तथ्य अच्छी जदि मत देवी जो मैंने पैसा खर्च कले भित्तिभूमि गायब से धीरे धीरे भी कार्यानुसार हो पार।